वृष राशि आ वृष लग्न ଆପଣଙ୍କ ପାଇଁ ଶୁକ୍ର ହେଉଛନ୍ତି ଲଗ୍ନପତି ଆଉ ଷଷ୍ଠର ବି ଆପଣଙ୍କର ଅଧିପତି। ତ ଆପଣଙ୍କର କରିବେ ଗୋଚର ଯାହାକି ଆପଣଙ୍କର ସ୍ୱୟଂ ତୃତୀୟ ଭାବରେ କରିବେ। ତ ଦେଖନ୍ତୁ ଆଜ୍ଞା, ଆପଣଙ୍କର ଏଇ ଯେଉଁ ତୃତୀୟର ଯେଉଁ ଗୋଚରଟି ହେବ ତା ବହୁତ ଶୁଭ। ସେମିତି ବି ଆପଣ ମୋ ଜୁନ୍ ମାସର ରାଶିଫଳ ଶୁଣିଥିବେ। ମୁଁ ଆପଣଙ୍କର ବୃଷ ରାଶି ଆଉ ବୃଷ ଲଗ୍ନଙ୍କ ପାଇଁ ଯେଉଁ ପ୍ରେଡିକ୍ସନ୍ ଆପଣଙ୍କର ଦେଇଛି ତାହା ଆପଣ ଦେଖିଥିବେ। ତ ସେମିତି ଆପଣଙ୍କର ଏଇ ସମୟରେ ଆପଣଙ୍କ କ୍ଷମତା ପାଇଁ ବୋଲି, କାରଣ ଆପଣଙ୍କର ଯେଉଁ ତୃତୀୟ ଭାବ ତାହା ଆପଣଙ୍କର କରେଜ୍, ଆପଣଙ୍କ ଡିଟର୍ମିନେସନ୍କୁ ଦର୍ଶାଏ। ଆପଣ ଆପଣଙ୍କର ନିଜର ଏହି ସମୟରେ ଯେଉଁ ଜିନିଷର ପଦକ୍ଷେପ ନେବେ ତାହା ଆପଣଙ୍କୁ ସୁଇଟ୍ ସକ୍ସେସ୍ରେ କନଭର୍ଟ ହେବ। ଆପଣଙ୍କ ପାଖକୁ ମଲ୍ଟିପୁଲ୍ ଯେଉଁ ଅର୍ଣ୍ଣିଂର ଅପରଚ୍ୟୁନିଟିଜ୍ ଦେଖାଯିବ, ଯେମିତି ମେଷ ରାଶିମାନଙ୍କ ପାଇଁ ଦେଖାଯାଏ ସେମିତି ଆପଣଙ୍କ ପାଇଁ ବି ଦେଖାଯିବ। ଆଉ ଦେଖିବେ ଆପଣ କେଉଁ ଜିନିଷର ପୁରୁଣା ଇନଭେଷ୍ଟମେଣ୍ଟ ଯେଉଁ ଜିନିଷର ଆପଣଙ୍କର ହେଇଛି ସେହି ସବୁ ଇନଭେଷ୍ଟମେଣ୍ଟର ଆପଣଙ୍କର ଏହି ସମୟରେ କିଛି ଜିନିଷ ମ୍ୟାଚୁରିଟି ହେବ। ଆପଣ ଗୋଟେ ବଡ଼ ଭଲ୍ୟୁମ୍ର ଆପଣଙ୍କର ଦେଖିବେ ଆପଣ ଧନ ସମ୍ପତ୍ତି ଏହି ସମୟରେ ଆପଣ ରୋଜଗାର କରିବେ। ଆଉ ଦେଖିବେ ଆପଣଙ୍କର ଯଦି ନିଜର କିଛି ଭାବରେ କିରି ଯେଉଁଟାକି ଆପଣ କହିବେ କି ଆପଣଙ୍କର ଯଦି ଯେମିତି ମାନେ କିଛି ମାନେ ଷ୍ଟକ୍ସ ଆଉ ବଣ୍ଡ ସେରିକାରେ ଯଦି ଆପଣଙ୍କର ନିଜର କିଛି ଆପଣଙ୍କର ଏହି ସମୟରେ କିଛି ଆପଣ ଯଦି ମାନେ ଚିନ୍ତା କରିଥିବା କିଛି ଷ୍ଟକ୍ସ ଆଉ ବଣ୍ଡ ସେରିକାରେ ଆପଣଙ୍କର ଇନଭେଷ୍ଟମେଣ୍ଟ ସେରିକା ଏହି ସମୟରେ ରହୁଛି, ତା ବହୁତ ହି ଭଲ ଭାବରେ ଫଳପ୍ରଦ ହେବ। ଆପଣ ଦେଖିବେ ଏହି ରିଲ୍ଟି ଆପଣ ସେଭ୍ କରିକି ରଖିବେ। ଆପଣଙ୍କର ଆଗାମୀ ସମୟରେ ଏହି ସମୟରେ କରିଥିବା ଇନଭେଷ୍ଟମେଣ୍ଟ ଆପଣ କେତେ ଭଲ ଭାବରେ ଆପଣଙ୍କର ଆଉଟକମ୍ରେ ମିଳିବ। ଆଉ ମୁଁ ଆପଣଙ୍କୁ ଏଇ ଗୋଟିଏ ଜିନିଷ କହିବି କି ଏହା ହେଉଛି ଏମିତି ଏକ ଶୁଭ ସମୟ, ଏ ସମୟରେ ଆପଣଙ୍କ ଘରେ ଆପଣଙ୍କର କିଛି ମାନେ ହେଇପାରେ କି ଆପଣଙ୍କର ରିଲେସନରେ ଯେମିତି ଆପଣଙ୍କର ବଡ଼ ଭାଇ କି ଆପଣଙ୍କର ବଡ଼ ଭଉଣୀ କିଛି ଆପଣଙ୍କୁ ଭଲ ଗୁଡ୍ ନ୍ୟୁଜ୍ ମିଳିପାରେ କି ଆପଣଙ୍କର ଘରେ କିଛି ଶିଶୁ ସନ୍ତାନର ଜନ୍ମ ହୋଇଛି ତ ଏହାର ବି ଆପଣଙ୍କୁ ଗୁଡ୍ ନ୍ୟୁଜ୍ ମିଳିପାରେ। ବହୁ କ୍ଷେତ୍ରରେ ସବୁ କ୍ଷେତ୍ରରେ ମୁଁ ଆପଣଙ୍କ ପାଇଁ ଏକ ବହୁତ ହି ସୁବର୍ଣ୍ଣ ସୁଯୋଗ ଏହି ସମୟରେ ଆପଣଙ୍କ କ୍ୟାରିୟରରେ, ଆପଣଙ୍କର ବିଜନେସ୍ରେ ସବୁ ଭାବରେ ଆପଣଙ୍କର ଏହି ସମୟକୁ ଆପଣ ଲାଭାନ୍ୱିତ କରନ୍ତୁ।